ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳର ଅଭିନନ୍ଦନ। ଯେଉଁ ଭାଇମାନେ ଫେସବୁକ୍ରେ କାମ କରୁଛନ୍ତି ବା ୟୁଟ୍ୟୁବ୍ରେ କାମ କରୁଛନ୍ତି ତାହେଲେ ସେମାନଙ୍କୁ, ଆଉ ଫେସବୁକ୍ରେ ଯେଉଁମାନେ କାମ କରୁଛନ୍ତି ଏପର୍ଯ୍ୟନ୍ତ କଣ୍ଟେଣ୍ଟ ମନିଟାଇଜେସନ୍ ଟୁଲ୍ ପାଇନାହାନ୍ତି, ସେ ଭାଇମାନଙ୍କୁ ମୋର ଅନୁରୋଧ, ତ ଅରିଜିନାଲ୍ କଣ୍ଟେଣ୍ଟ ଉପରେ କାମ କରନ୍ତୁ। ଦେଖିବେ ବହୁତ ଜଲ୍ଦି ଆପଣମାନଙ୍କୁ କଣ୍ଟେଣ୍ଟ ମନିଟାଇଜେସନ୍ ଟୁଲ୍ ପାଇଯିବେ। ଆଉ ଯେଉଁ ଭାଇମାନେ କହୁଛନ୍ତି ଆମର ଫଲୋୱାର୍ ବଢ଼ୁନାହାନ୍ତି, ତ ଫଲୋୱାର୍ ବଢ଼ିବେ। ତ ଏଇ ଭିଡ଼ିଓ ତଳେ 5ଟା କମେଣ୍ଟ ଆଉ 6ଟା ସେୟାର କରିବେ, ଦେଖିବେ ଆକ୍ଟିଭ୍ ଫଲୋୱାର୍ ଆପଣଙ୍କୁ ଗଦଗଦା ମିଳିବେ। ତ ବହୁତ ଦିନ ହେଲା କାମ ଟାଇମ୍ରେ ଭିଡ଼ିଓ କଣ୍ଟେଣ୍ଟ ବନାଇବାକୁ ମୋର ଟାଇମ୍ ମିଳୁନି, ତେଣୁକରି ମୁଁ କଣ୍ଟେଣ୍ଟ ବନାଇ ପାରୁନାହିଁ। ଯେଉଁ ଭାଇମାନେ କହୁଛନ୍ତି ମୋର ପ୍ରୋଫାଇଲ୍ ଲକ୍ ହେଇଛି, ତାକୁ କେମିତି ଅନଲକ୍ କରିବେ, ଯେଉଁ ଭାଇମାନେ ଜାଣିଛନ୍ତି କି ନାହିଁ ତାହେଲେ କମେଣ୍ଟରେ ଜଣାଇବେ, ମୁଁ ଆପଣମାନଙ୍କୁ ବତେଇଦେବି ଫେସବୁକ୍ର ପ୍ରୋଫାଇଲ୍ କେମିତି ଅନଲକ୍ କରାଯିବ। ମୁଁ ଆପଣମାନଙ୍କୁ ବତେଇବି, ସେଇ ଟାଇପ୍ର ଆପଣମାନେ ଆପଣଙ୍କର ପ୍ରୋଫାଇଲ୍ ଅନଲକ୍ କରିପାରିବେ। ଆଉ ନହେଲେ ଆପଣ ଯେତିକି କଣ୍ଟେଣ୍ଟ ଡାଲୁଥିବ ତ ଆପଣ ନିଜେ ଦେଖିପାରିବେ, ପବ୍ଲିକ୍ କେବେ ଦେଖିପାରିବେନି। ତ ପ୍ରୋଫାଇଲ୍ଟା ଅନଲକ୍ ହେଇଥିଲେ ସିନା ପବ୍ଲିକ୍ ଦେଖିବେ। ଆଉ ଯଦି ତୁମର ଅନଲକ୍ କରିଛ, ପର୍ସନାଲ୍ ମୋଡ଼୍ ଅନ୍ କରୁନାହାନ୍ତି, ତାକୁ କେମିତି ଅନଲକ୍ କରିବେ, ସେଇଟା ହେଉଛି ମୂଳ କାରଣ। ଆପଣ ଯେତେବେଳେ ପ୍ରୋଫାଇଲ୍ଟାକୁ ଲକ୍ ହେଇଛି ଦେଖୁଛନ୍ତି, ତ ତାକୁ ଅନଲକ୍ କରିବାକୁ ପଡ଼ିବ, ତେବେ ଯାଇକି ପର୍ସନାଲ୍ ମୋଡ଼୍ ଆପଣଙ୍କର ଅନ୍ ହେବ। ଆଉ ନହେଲେ ପର୍ସନାଲ୍ ମୋଡ଼୍ ଅନ୍ ହେବନି। ସମସ୍ତେ ଯେଉଁ ଭାଇମାନେ ଫେସବୁକ୍ରେ କାମ କରୁଛନ୍ତି ସମସ୍ତେ ଜାଣିନାହାନ୍ତି କେମିତି ତାକୁ ଅନ୍ କରାଯିବ। ଯଦି ପ୍ରୋଫାଇଲ୍ ଲକ୍ ହେଇଛି ତାକୁ କେମିତି ଅନଲକ୍ କରିବେ, ସେଇ ବିଷୟରେ ଯଦି ଜାଣିନାହାନ୍ତି ଆପଣମାନେ ୟୁଟ୍ୟୁବ୍ରେ ସର୍ଚ୍ଚ କଲେ ପାଇଯିବେ କେମିତି ଅନଲକ୍ କରାଯିବ। ତାହେଲେ ସମସ୍ତ ଭାଇମାନେ ମୋର ଜୟ ଜଗନ୍ନାଥ ରହିଲି। ନେକ୍ସଟ ଭିଡ଼ିଓରେ ଦେଖିବା ଫେସବୁକ୍ରେ କେମିତି ଆର୍ନିଂ ହେଉଛି।